ପିଲାମାନେ ଆଜି ଆମେ କାଠ ଗଳ୍ପର ପ୍ରଶ୍ନ ଉତ୍ତର ଗୁଡ଼ିକ କରିବା। ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ। ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ କେଉଁ କାଠ କିଣିବା ଲାଭଜନକ ବୋଲି ଲେଖକ ନିଷ୍ପତ୍ତି ନେଲେ? ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ ଗୋଟିଏ ଗଡ଼ ବା ମୁଣ୍ଡା କାଠ କିଣି ଚିରାଇବା ଲାଭଜନକ ବୋଲି ଲେଖକ ନିଷ୍ପତ୍ତି ନେଲେ। କେଉଁ କାଠ ଗୋଦାମରୁ କାଠ ଅଣାଯାଇଥିଲା? ଭାରତ କାଠ ଗୋଦାମରୁ କାଠ ଅଣାଯାଇଥିଲା। କିଣାଯାଇଥିବା କାଠର ନାମ କ'ଣ? କିଣାଯାଇଥିବା କାଠର ନାମ ଧ କାଠ। ଲେଖକ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି? ଲେଖକ ଜଙ୍ଗଲ ରାଜ୍ୟର ଲୋକ ବୋଲି କହିଛନ୍ତି। ହଠାତ୍ କିଏ ଭୋ ଭୋ ହୋଇ ଭୁକି ଉଠିଲା? ହଠାତ୍ ଲେଖକଙ୍କର ପୋଷା କୁକୁର ମୋତି ଭୋ ଭୋ ହୋଇ ଭୁକି ଉଠିଲା। ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ କେତେ ଦିଆଯାଏ? ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ 2 ଟଙ୍କା ଦିଆଯାଏ। କାଠୁରିଆ ଘର କେଉଁଠି? କାଠୁରିଆର ଘର ମୟୂରଭଞ୍ଜ ଜିଲ୍ଲାର ବେତନଟି ପାଖରେ। କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ କ'ଣ କରିବେ? କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ ସଡ଼କ କାମ କରିବେ ଓ ଜମି ଚଷିବା ସହିତ ବାବୁମାନଙ୍କର ବୋଲହାକ କରିବେ, ବାବୁମାନଙ୍କ ଘରେ କାମ କରିବେ। କାଠୁରିଆର ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କ'ଣ କରିବାକୁ ଲାଗିଲେ? କାଠୁରିଆର ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କାଠ କଟା ଚାତୁରୀ ସହିତ ନିଜ ସୁବିଧା ଅନୁଯାୟୀ କିପରି କାଠ ଚିରା ହେବ ତାହା ଦେଖିବାକୁ ଲାଗିଲେ। କିଏ ଡେଇଁପଡ଼ି ଆଧୁନିକ କ୍ଳିଷ୍ଟ ଅବୋଧ କବିତାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରତତ୍ତ୍ୱ ପ୍ରକଟ କରିଥାନ୍ତି। ପୋଖତ ସମାଲୋଚକ ବା ଜଣେ ସାହିତ୍ୟିକ ଡେଇଁପଡ଼ି ଆଧୁନିକ କ୍ଳିଷ୍ଟ ଅବୋଧ କବିତାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରତତ୍ତ୍ୱ ପ୍ରକଟ କରିଥାନ୍ତି। କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିଳ ଶିରାଳ କାଠଗୁଡ଼ିକୁ ଛିନ୍ନ ଛିନ୍ନ କରି କ'ଣ ବାହାର କରିଦେଉଥିଲା? କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିଳ ଶିରାଳ କାଠକୁ ଛିନ୍ନ ଭିନ୍ନ କରି ମଞ୍ଜ ବାହାର କରିଦେଉଥିଲା। କେତେ ଘଣ୍ଟା ଭିତରେ କାଠୁରିଆ ଅଧାଅଧି କାଠ ଚିରିଦେଲା? ଘଣ୍ଟାଏ 1.5 ଘଣ୍ଟା ଭିତରେ କାଠୁରିଆ ଅଧାଅଧି କାଠ ଚିରିଦେଲା। କାଠୁରିଆଠୁ କ'ଣ ଆଦାୟ କରିବାକୁ ଲେଖକ ଜଗି ବସିଲେ? କାଠୁରିଆଠୁ ଉପଯୁକ୍ତ କାମ ଆଦାୟ କରିବାକୁ ଲେଖକ ଜଗି ବସିଲେ। ଚିରା କାଠଗୁଡ଼ିକ ଛୋଟ ଛୋଟ ଥିବା ସତ୍ତ୍ୱେ ଲେଖକ କାଠୁରିଆକୁ କ'ଣ କହିଲେ? ଚିରା କାଠଗୁଡ଼ିକ ଛୋଟ ଛୋଟ ଥିବା ସତ୍ତ୍ୱେ ଲେଖକ କାଠୁରିଆକୁ ତାଙ୍କ ଛୋଟ ଚୁଲିରେ ଜଳିବା ମୁତାବକ ଆହୁରି ପତଳା କରି କାଟିବାକୁ କହିଲେ। ପ୍ରତିଥର ଚୋଟ ସାଙ୍ଗକୁ କାଠୁରିଆ ପାଟିରୁ କେଉଁ ଶବ୍ଦ ବାହାରୁଥାଏ? ପ୍ରତିଥର ଚୋଟ ସାଙ୍ଗକୁ କାଠୁରିଆ ପାଟିରୁ ପରିଶ୍ରମ ଜନିତ ଏଁ ଏଁ ଶବ୍ଦ ବାହାରୁଥାଏ। କୁରାଢ଼ୀଟି କେତେ କିଲୋ ଲୁହାରେ ତିଆରି ହୋଇଥିଲା? କୁରାଢ଼ୀଟି 2 କିଲୋ ଲୁହାରେ ତିଆରି ହୋଇଥିଲା। ଲେଖକ ଦେଖିଲେ କାଠୁରିଆ କ'ଣ ଏକାଠି ହୋଇଯାଇଛି? ଲେଖକ ଦେଖିଲେ କାଠୁରିଆର ପେଟ ଓ ପିଠି ଏକାଠି ହୋଇଯାଇଛି। କାଠୁରିଆ ସକାଳୁ କ'ଣ ପିଇ କରି ଆସିଥିଲା? କାଠୁରିଆଟି ଅଭାବୀ ଲୋକ ହୋଇଥିବାରୁ ସେ ସକାଳୁ କେବଳ ତୋରାଣି କଂସାଏ ପିଇ କରି ଆସିଥିଲା। ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି କ'ଣ ଖାଇବାକୁ ଘର ଭିତରକୁ ଗଲେ? ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି ମୁଢ଼ି ସହିତ କଷା ମାଂସ ଖାଇବାକୁ ଘର ଭିତରକୁ ଗଲେ। ଚାକର ପିଲାଟିର ନାଁ କ'ଣ? ଚାକର ପିଲାଟିର ନାଁ ଚୈତନ୍ୟ। କାହା ପାଦରେ ଚେନା ଚୋପରା କାଠ ସବୁ ଫୁଟିଯିବ ବୋଲି ଲେଖକ କହିଥିଲେ? ତାଙ୍କ ପୋଷା କୁକୁର ମୋତି ପାଦରେ ଚେନା ଚୋପରା କାଠ ସବୁ ଫୁଟିଯିବ ବୋଲି ଲେଖକ କହିଲେ।
କାଠୁରିଆ ହାତକୁ 2 ଟଙ୍କିଆ ନୋଟ ବଢ଼ାଇ ଦେଇ ଲେଖକ ତାକୁ କେତେ ପଇସା ମାଗିଲେ? କାଠୁରିଆ ହାତକୁ 2 ଖଣ୍ଡ 2 ଟଙ୍କିଆ ନୋଟ ବଢ଼ାଇ ଦେଇ ଲେଖକ ତାଙ୍କୁ 4 ଅଣା ପଇସା ମାଗିଲେ। ଲେଖକ କେଉଁ ପଦିଏ କଥାର କାଠୁରିଆ ଲାଲ ଲାଲ ଆଖିରେ ଚାହିଁଲା। ଲେଖକ କାଠୁରିଆକୁ ତା ଉପରେ ତାଙ୍କର ବିଶ୍ୱାସ ନାହିଁ ବୋଲି କହିବାରୁ କାଠୁରିଆ ଲାଲ ଲାଲ ହୋଇ ଚାହିଁଲା। ବା ଲେଖକ ଯେତେବେଳେ ତାଙ୍କୁ କହିଛନ୍ତି ତୋ ଉପରେ କି ବିଶ୍ୱାସ, ଏଇ କଥାରୁ କାଠୁରିଆ ରାଗି ଯାଇ ଲାଲ ଲାଲ ଆଖିରେ ଚାହିଁଲା। କାଠୁରିଆ ଲେଖକଙ୍କ ପ୍ରତି କି ଭାବ ରଖିଥିବା କଥା ଭାବିଲେ। ଲେଖକ ଭାବିଥିଲେ କାଠୁରିଆ ଲେଖକଙ୍କ ପ୍ରତି ଆଉ ଗୋଟିଏ ଧକାଠ ବା ଧଗଡ଼ ରହିଗଲା ବୋଲି ଧକାଠ ବା ଧଗଡ଼ ରହିଗଲାର ଭାବ ରଖିଥିବା କଥା ଲେଖକ ଭାବିଲେ। କାହା ହାତରେ ନୋଟ 2ଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ। ଚୈତନ୍ୟ ହାତରେ ନୋଟ 2ଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ। ଧନ୍ୟବାଦ ପିଲାମାନେ।